आपण ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଆଜି ଜଣେ ସେଇଭଳି ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣିବା, 5 ଧାଡିରେ ନୁହେଁ 10 ଧାଡିରେ। ଗୋପବନ୍ଧୁ ଦାସ 9 ଅକ୍ଟୋବର 1877 ମସିହାରେ ଓଡ଼ିଶାର ପୁରୀ ଜିଲ୍ଲାର ସୁଆଣ୍ଡ ଗ୍ରାମରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଦୈତାରୀ ଦାସ ଏବଂ ମାତାଙ୍କ ନାମ ସ୍ୱର୍ଣ୍ଣମୟୀ ଦେବୀ ଥିଲା। ସେ ଗାଁରେ ମୌଳିକ ଶିକ୍ଷା ଲାଭ କରିଥିଲେ। ତାପରେ ସେ କଟକ ସ୍ଥିତ ରେଭେନ୍ସା କଲେଜରେ ଯୋଗ ଦେବା ପରେ ପୁରୀ ଜିଲ୍ଲା ବିଦ୍ୟାଳୟରେ ଯୋଗ ଦେଇଥିଲେ ଏବଂ ପରେ ସେ MA ଏବଂ LLB ହାସଲ କରିଥିଲେ। କଲେରା ବିସ୍ଫୋରଣ ପାଇଁ ସେ ପୁରୀ ସଭା ସମିତି ଗଠନ କରିଥିଲେ। 1909 ମସିହା କୁମାର ପୂର୍ଣ୍ଣିମା ତିଥିରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ କର୍ତ୍ତବ୍ୟ ବୋଧିନୀ ସମିତି ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ। ତାଙ୍କର ଆହ୍ୱାନ ଥିଲା, ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା। ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ। ଓଡ଼ିଶା ଲୋକଙ୍କ ଦୁର୍ଦ୍ଦଶା, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ଅହିଂସା ଆନ୍ଦୋଳନ, ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ଭାରତୀୟ ଜାତୀୟ କଂଗ୍ରେସର ଆଭିମୁଖ୍ୟ ପ୍ରଚାର ତଥା ଜନସାଧାରଣଙ୍କୁ ଅବଗତ କରାଇବା ନିମନ୍ତେ ସେ 1919 ଅକ୍ଟୋବର ମାସ 4 ତାରିଖ ଦଶହରା ତିଥିରେ ସାପ୍ତାହିକ ସମାଜ ଖବରକାଗଜ ପ୍ରକାଶ କରିଥିଲେ। କାରାଗାରରେ ଥିବାବେଳେ ସେ କବିତା ଓ ବନ୍ଧୁର ଆତ୍ମକଥା ନାମରେ 2ଟି କାବ୍ୟ ଗ୍ରନ୍ଥ ରଚନା କରିଥିଲେ। ଉତ୍କଳମଣି ଗୋପବନ୍ଧୁଙ୍କ ଦେହାନ୍ତ 17 ଜୁନ 1928 ମସିହାରେ ହୋଇଥିଲା। ରହୁଛି, ଦେଖା ହବ ଆଗାମୀ ଭିଡିଓରେ। ଭଲ ଲାଗିଲା ଯଦି ଭିଡିଓ ଟିକେ ଲାଇକ୍ କରିଦେବେ, ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ରହୁଛି, ନମସ୍କାର।